ଲେମ୍ବୁ ଏଠି ଫଳି ଦେଖ ଗୋଟେ ଗୋଟେ ନଟା ବହୁତ ସାରା ଲେମ୍ବୁ ଏଠି ଫଳିଛି। ହେଉଛି ଶାଗ ଗୋଟେ ଅଛି ପାଳଙ୍ଗ ଶାଗ, ଏଟା ହେଉଛି ପାଳଙ୍ଗ ଶାଗ ପଡ଼ିଛି ଏଠି। କାକୁଡ଼ି ହେଲାଣି ମାନେ ଛୋଟ ଛୋଟ ଫଳ ଆସିକି ଏଠି କାକୁଡ଼ି ହେଲାଣି, ସବୁଆଡ଼େ କାକୁଡ଼ି ହେଲାଣି, ବହୁତ ସାରା ଅଛି ଏଠି କାକୁଡ଼ି ହେଲାଣି, ଫଳ ଆସିଲାଣି ସବୁ। ଏଇଟା ବଟର ଗ୍ଲାସ୍ ଗଛ, ଗୋଟେ ଗାଡ଼ି ଫାଡ଼ି ଡେକୋରେସନ୍ ସଜା ହୁଏ। ଏଠି ଗଛଟା ବଡ଼ ହେଇଗଲାଣି ଆମର ତେଜପତ୍ର। ଏଇଟା ହେଉଛି ଇରିକା ଗଛ, ଏଇଟା ହେଉଛି ଆମର ଯେଉଁଟା କୁହନ୍ତି ଭିକ୍ଟୋରିଆ ଗଛଟା, ଏଇଟା ଅଛି ଆମର ଏଇଟା। ଏ ଅମୃତଭଣ୍ଡା ଦେଖ କେଡ଼େ କେଡ଼େ ହେଲାଣି। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ତୁଳସୀ କ୍ଷେତ୍ର ପୁଅ ପ୍ରକାଶ। ତ ମୁଁ ବର୍ତ୍ତମାନ ଦେଖେଇବି ମୋ ବାରିରେ ମୁଁ କେତେ ସାରା ଜିନିଷ ଲଗେଇଛି, କେତେ ସାରା ପରିବା ଲଗେଇଛି, ଯେଉଁଟାକି ଆପଣମାନେ ଦେଖିବେ ମୋ ବାରିରେ ଟମାଟୋ, ଛୁଇଁ ଆଉ ବହୁତ ସାରା ଜିନିଷ ମୁଁ ଲଗେଇଛି। ବର୍ତ୍ତମାନ ମୁଁ ଦେଖାଉଛି। ବର୍ତ୍ତମାନ ତ ମୁଁ ପାଣି ଦେଇକି ଆସିଲି, ତ ମୁଁ ଭାବିଲି ଗୋଟେ ଭିଡ଼ିଓଟେ ବନେଇଦେବା। ତ ସବୁବେଳେ ତ ଅଲଗା ଅଲଗା କଣ୍ଟେଣ୍ଟ ପଡ଼ୁଛି, ଆଜି ନିଜ ବାରିରେ ଫସଲ ଲାଗିଛି ଯେଉଁଟାକି ମୁଁ ସେଇଥିପାଇଁ ଗୋଟେ ଭିଡ଼ିଓ ପକାଉଛି। ତ ଯଦି ବି ଚ୍ୟାନେଲରେ ନୂଆ ଅଛନ୍ତି ଦରକାର ସବସ୍କ୍ରାଇବ୍ କରନ୍ତୁ, ଆଉ ଯଦି ବି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ। ତ ମୁଁ ଦେଖୁଛି ବାରିରେ ସବୁ କ'ଣ କ'ଣ ଲାଗିଛି ଆଉ କେତେ ସାରା ଜିନିଷ ମୋ ବାରିରେ ଅଛି। ତ ବର୍ତ୍ତମାନ ଏଇଟା ହେଉଛି ମୋ ଘର, ମୋ ରୁମ୍। ତ ବର୍ତ୍ତମାନ ମୁଁ ଏବେ ଯିବି। ତ ମୁଁ ଆସିଗଲି ବର୍ତ୍ତମାନ ବାରିକୁ। ତ ପଛପଟେ ଦେଖି ପାରୁଥିବେ ଲାଗିଛି ସବୁ ପରିବା, କ'ଣ କ'ଣ ଲାଗିଛି ମୁଁ ସବୁ ଦେଖାଉଛି। ବର୍ତ୍ତମାନ ଏସବୁ ସବୁଆଡ଼େ ଲାଗିଛି, ମୁଁ ଦେଖୁଛି ବର୍ତ୍ତମାନ କ'ଣ କ'ଣ ଲାଗିଛି ସବୁ ଦେଖାଉଛି। ଖରାଟା ପୁରା ଆଖିକୁ ମାଡ଼ ହେଉଛି, ଦେଖାଯାଉନି କିଛି। ଏଠି ଲଗେଇଛି କାକୁଡ଼ି ଲଗେଇଛି, ଯେଉଁଟାକି କାକୁଡ଼ି ଗଛ ଛୋଟ ଛୋଟ ପୁରା ଅଛି, କିନ୍ତୁ ତା ଦେହରେ ଫଳ ଆସିଗଲାଣି। ଯେଉଁଟା ଆସିବା କଥା 1.5 ମାସ 2 ମାସ ଭିତରେ ଫଳ ହେବା କଥା, ଯେମିତି ମଞ୍ଜି ଆଣିଲା ବେଳେ କହିଥିଲେ। ବର୍ତ୍ତମାନ ଏଇଟା ଦେଖିପାରୁଥିବେ ଏଠି ଫଳ ଗୋଟେ ଆସିଲାଣି, ଆଉ ବହୁତ ସାରା ଫଳ ଆସିଲାଣି। ଆ ଭିତରେ ଫୁଲ ବି ଦେଖିପାରୁଥିବେ ହେଇଛି। ଏଇଟା 2 ମାସରେ ଫଳ ଆସିଯିବା କଥା, ବର୍ତ୍ତମାନ 1.5 ମାସ ହେଇଛି, କିନ୍ତୁ ତା ଦେହରେ ଫଳ ଆସିଗଲାଣି। ଏଇଟା 2 ମାସରୁ 3 ମାସ ଗଛ ବଞ୍ଚିବ, କିନ୍ତୁ ବହୁତ ସାରା ଫଳିବ। ଏମିତି ଅଛି କାକୁଡ଼ି ଗଛ ଯେଉଁଗୁଡ଼ା ସବୁ। ମାତ୍ର ଏଠି ଗୋଟେ ଫଳ ଆସିଲାଣି, ଦେଖିପାରୁଥିବେ ଏଠି ଗୋଟେ ଫଳ ଆସିଲାଣି, ବହୁତ ସାରା ଫଳ ଆସିଛି। ଆଉ ଏଇଟା ହେଉଛି କଲରା ଲାଗିଛି ଏଠି। କଲରା ମାନେ ଫଳ ମାନେ ଗଛ ଉଠିନି, ଏଠି ବୋଧେ ଗୋଟେ ଛୋଟ ଗଛଟା ଉଠିଛି। ବର୍ତ୍ତମାନ ଦେଖିପାରୁଥିବେ ଛୋଟ ଗଛଟା ଗୋଟେ ଉଠିଲାଣି। ଏଇଟା କଲରାଟା ଆକ୍ଚୁଆଲି 15 ଦିନ ପରେ ଲାଗେ, ମାନେ ଗଛ ଲାଗିବାର 15 ଦିନ ପରେ ଏଇଟା ହୁଏ। ଏଇଟା ହେଉଛି କାକୁଡ଼ି, ଆଉ ଏଇଟା ହେଉଛି କଲରା। ଏଇ ଯେଉଁଟା ସବୁ ଅଛି ଏଇଟା ହେଉଛି ଖଟା ପାଳଙ୍ଗ, ମାନେ ତରକାରୀରେ ସବୁ ପକାଯାଏ ଖଟା ଲାଗିବା ପାଇଁ। ଏଇଟା ହେଉଛି ଖଟା ପାଳଙ୍ଗ ଗଛ। ଆଉ ଏପଟେ ପାଳଙ୍ଗ ଶାଗ ବି ଅଛି। ଏଇଟା ହେଉଛି ପାଳଙ୍ଗ ଶାଗ, ବର୍ତ୍ତମାନ ଏଇଟା ପାଣି ଦିଆହେଇଛି ମୋର, ପାଣି ଦେଉଥିଲି ସକାଳେ। ଏବେ ଏଇଟା ପାଳଙ୍ଗ ଶାଗ ଲାଗିଛି ଏଠି। ଏତିକି ଲଗେଇଥିଲି ପାଳଙ୍ଗ ଶାଗ, ଏଇଟା ଖିଆ ହେଇନି, ବଢ଼ିଆ ଲାଗୁଛି। ଏଇଟା ପାଳଙ୍ଗ ଶାଗ ଲାଗିଛି। ଆଉ ତା ସେପଟେ ଅଛି ଧଣିଆ ପତ୍ର। ବର୍ତ୍ତମାନ ଏଠି ଅଳ୍ପ ଧଣିଆ ପତ୍ର ଅଛି, କିନ୍ତୁ ସରିଗଲାଣି ପାଖାପାଖି, ଖାଇସାରିଲିଣି। ଏଇଟା ଧଣିଆ ଗଛ ଅଛି, ଧଣିଆ ପତ୍ର ଗୁଡ଼ା, ଏଇଟା ଦେଶୀ ଧଣିଆ ଯେଉଁଟା କୁହନ୍ତି ସେଇଟା। ଆଉ ଏପଟେ ଲାଗିଥିଲା ଶାଗ, ଲାଗିଥିଲା ଆମର ଏଇଟା କୋଶିଳା ଶାଗ ଯେଉଁଟା କୁହନ୍ତି, କୋଶିଳା ଶାଗ। ଆଉ ଇଏ ହେଉଛି ଲଙ୍କା, ବାରି ଲଙ୍କା ଯେଉଁଟା କୁହନ୍ତି ସେଇଟା, ବାରି ଲଙ୍କା ଲାଗିଛି ଏତିକ। ଆଉ ତା ସେପଟକୁ ଏଇଟା କଳମ ଶାଗ ଲାଗିଛି, କଳମ ଶାଗ କିନ୍ତୁ ହେଇନି ବର୍ତ୍ତମାନ। ଆଉ ମଞ୍ଜି ପଡ଼ିଛି, ମଞ୍ଜି ପଡ଼ିଲା ପରେ ଏଇଟା ହେବ କଳମ ଶାଗ। ଆଉ ଏଗୁଡ଼ା ସବୁ ପୋଇ ଲାଗିଛି, ଏଇଟା ଖରା ଦିନରେ ହେବ ଏ ପୋଇ। ଏଠି ଲାଗିଛି, ଆଉ ଏପଟ ସାଇଡ଼୍ରେ ବି ଲାଗିଛି ପୋଇ। ଏମିତି ମନ୍ଦା ମନ୍ଦା କରି ଲଗା ହେଇଛି ଏଗୁଡ଼ା ସବୁ, ମାନେ ଗୋଟେ ଗୋଟେ ଜାଗାରେ 4-5 ଫୁଟ ଗ୍ୟାପ୍ରେ ଲଗା ହେଇଛି ଏଗୁଡ଼ା ସବୁ। ଲାଗିଛି ଏଠି 5-7 ମନ୍ଦା ଲାଗିଛି। ଗଛଟା ବି ମାନେ ଚେର ଧରିଗଲାଣି ସବୁ, ସାର ଦିଆଯିବ ବର୍ତ୍ତମାନ। ସାର ଦିଆହେଲା ପରେ ଏଇଟା ଭଲ ହେବ। ଏପଟେ କାକୁଡ଼ି ଦେଖିଥିଲେ, ଆଉ ଏପଟେ ଅଛି 2ଟା ଗଛ ଲାଗିଛି। ଏଇଟା ହେଉଛି ମୋର ଯେଉଁ ଛୁଇଁ ଗଛ, ମାନେ ଯେଉଁଟା କି ଛୁଇଁ କହନ୍ତି, ବିମ୍ ଛୁଇଁ। ଏଇଟା ହେଉଛି ବୁଦା ବିମ୍। ଏଇଟା ଧାଡ଼ି ଧାଡ଼ି ହେଇକି ଲଗା ହେଇଛି। ଏଇଟା ସବୁ ଗଛ ବି ବଡ଼ ବଡ଼ ହେଇଗଲାଣି। ଏଗୁଡ଼ା ଆକ୍ଚୁଆଲି ମାନେ କୋଡ଼ା ହେବ, କୋଡ଼ା ହେଇସାରିଲା ପରେ ପାଣି ଦିଆହେବ, ନାଳି ନାଳି ହେଇକି ପାଣି ଦିଆହେବ। ଆଉ ଏପଟେ ଲାଗିଛି ଟମାଟୋ। ଏଗୁଡ଼ା ସବୁ ଗଛ ହେଇଗଲାଣି, ବଡ଼ ବଡ଼ ହେଇଗଲାଣି। ଏଥିରେ ଟମାଟୋ ଲାଗିଛି, ଏଥିରେ ବି ସାର ଦିଆ ହେବା ପାଇଁ ହେଇଗଲାଣି। ସାର ଦିଆହେବ। ମୁଁ ଆକ୍ଚୁଆଲି କୌଣସି ଗଛରେ ସାର ଆଜି ପର୍ଯ୍ୟନ୍ତ ଦେଇନି, ତ ଏଇଗୁଡ଼ା ଯାହା ବି ସାର ଦେବା ପାଇଁ ପଡ଼ିବ। ଏଗୁଡ଼ା ହେଇଗଲାଣି, ଏଗୁଡ଼ା ବି ହେଇଗଲାଣି, ସବୁ ସାର ଦିଆ ହେଇକି ପାଣି ଦିଆହେଲେ ତାର ଗଛଟା ଟିକେ ବଢ଼ିବ ଜଲ୍ଦି। ଆହୁରି ବହୁତ ସାରା ଗଛ ଅଛି, ମୁଁ ଦେଖାଉଛି। ଏ ଯେଉଁ ଗୁଆ ଗଛ କଥା ଦେଖୁଛନ୍ତି, ଏ ଗୁଆ ଗଛ ହେଉଛି ଆସାମ ଗୁଆ ଯେଉଁଟା କୁହନ୍ତି, ଆସାମୀ ଗୁଆ। ସେଗୁଡ଼ା ଆସାମୀ ଗୁଆ ଗୁଡ଼ା ସବୁଆଡ଼େ ଲାଗିଛି, ପାଖାପାଖି ବାରି ସାରା ଲଗେଇ ଦେଇଛି ଆସାମୀ ଗୁଆ ସବୁଗୁଡ଼ା। ଏ ଯେଉଁ ଆସାମୀ ଗୁଆ ବର୍ତ୍ତମାନ ଦେଖୁଛନ୍ତି, ଏଗୁଡ଼ା ସବୁ 3 ବର୍ଷରେ ଫଳିବ, ମାନେ 3 ବର୍ଷ ତଳେ ହେଇଯିବ, ତାରେ ଫଳ ଆସିଯିବ।
ପାଖାପାଖି ଲାଗିଲାଣି ଗୋଟେ ବର୍ଷ ହେଇଯିବ, ଗୋଟେ ବର୍ଷ ହେଇଯିବ ଲାଗିଲାଣି, 8-9 ମାସ ପାଖାପାଖି ହେଲାଣି, 9 ମାସ ଲାଗିଲାଣି। ଇଏ ଆଉ 2 ବର୍ଷ 2.5 ବର୍ଷ ଭିତରେ ଗୋଟେ ସବୁ ଫଳିବ। ଏ ଲାଗିଛି ପାଖାପାଖି 30ରୁ 35ଟା କି 40ଟା ଖଣ୍ଡେ ଗଛ ଲାଗିଛି, ମୋର ଆଉ ଏତେଟା ମନେ ନାହିଁ। ଏଠି ଗୋଟେ ଅଛି ଲେମ୍ବୁ ଗଛ ଅଛି, ଗୋଟେ କାଗଜ ଲେମ୍ବୁ ଯେଉଁଟା, ଲେମ୍ବୁର ବି ଫଳ ଅଛି ଦେଖନ୍ତୁ। ଏଠି ଗୋଟେ ଲେମ୍ବୁ ଫଳ ହେଇଛି, ସେପଟେ ବି ହେଇଛି ଲେମ୍ବୁ, ଆଉ ଏଠି ବି ହେଇଛି ଲେମ୍ବୁ। ଏଠି ସବୁଆଡ଼େ ଲେମ୍ବୁ, ସବୁଆଡ଼େ ହେଇଛି। ଏଠି ଫୁଲ ବି ହେଲାଣି, ଲେମ୍ବୁ ହେଉଛି, ଏପଟେ ଫୁଲ ବି ହେଉଛି, ବହୁତ ସାରା ଲେମ୍ବୁ ହେଇଛି ଏଥିରେ। ଦେଖିଲେ ଭଲସେ ଜଣାପଡ଼ୁଛି। ସେଠି ଗୋଟେ ହେଇଛି, ଏଠି ଗୋଟେ ହେଇଛି, ତା ଉପରେ ବି ହେଇଛି, ତା ତଳେ ସବୁ ସାଇଡ଼୍ରେ ସେଗୁଡ଼ା ସବୁ ହେଇଛି। ଗୋଟେ ଗୋଟେ ଲେମ୍ବୁ ଗଛ ଲାଗିଛି। ଆଉ ଏଇଟା ହେଉଛି ଆକ୍ଚୁଆଲି ସଜନା ଗଛ ଉପରେ ଅଛି, ଗୋଟେ ସଜନା ଗଛ ଅଛି, ଆହୁରି ସେପଟେ ବି ସଜନା ଗଛ ଅଛି। ସଜନା ଗଛ ଆଉ କନିଆରି ଗଛ ଦୁଇଟା ମିଶିକି ରହିଯାଇଛି, ଏଇଟା ତା ମୂଳଟା ଆକ୍ଚୁଆଲି। ଆଉ ଏଠି ଗୋଟେ ପିଜୁଳି ଗଛ ଲଗା ହେଇଛି, ଯେଉଁଟାକି ସେଇଟା ବି ସେଇ 2 ବର୍ଷ 3 ବର୍ଷରେ ଫଳିବ। ଏଇଟା ହେଇଗଲାଣି 2 ମାସ 2.5 ମାସ ହେଇଗଲାଣି ଏଇଟା। ଆଉ ଏଗୁଡ଼ା ହେଉଛି ଆମ୍ବ ଗଛ, ଏଇଟା ଯେଉଁଟା କୁହନ୍ତି, ଏଠି 2ଟା ଆମ୍ବ ଗଛ ଅଛି, ଆଉ ସେପଟେ ଗୋଟେ ଆମ୍ବ ଗଛ ଅଛି, ଯେଉଁଟାକି 12 ମାସି ଆମ୍ବ ଗଛ ଯେଉଁଟା କୁହନ୍ତି। ଏଇଟା 12 ମାସି ଆମ୍ବ ଗଛ କୁହନ୍ତି ଏଇଟାକୁ, ମାନେ ଏଇଟା ବର୍ଷକୁ 2 ଥର ଫଳିବ। ଏଇଟା ଏବେ ବର୍ତ୍ତମାନ ଏଇଟା ସରିଯାଇଛି, ବର୍ତ୍ତମାନ ଆମ୍ବ ସରିକି ପୁଣି ଏବେ ବଉଳ ହେବା ଷ୍ଟାର୍ଟ ହେଇଗଲାଣି। ଆଉ ସେ ଯେଉଁ ପିଜୁଳି ଗଛ ଦେଖାଉଥିଲି, ଏଠି ବି ଗୋଟେ ପିଜୁଳି ଗଛ ଅଛି, ତା ସହିତ ସେଠି ଗୋଟେ ପିଜୁଳି ଗଛ ଅଛି, ଆଉ ସେପଟ ସାଇଡ଼୍ରେ ବି ଗୋଟେ ପିଜୁଳି ଗଛ ଅଛି। ସେ ହେଉଛି ପିଜୁଳି ଗଛ ଗଲା। ଆଉ ଏଇଟା ହେଉଛି ଅମୃତଭଣ୍ଡା। ଅମୃତଭଣ୍ଡା ହେଇଛି, ଦେଖିପାରୁଥିବେ ବର୍ତ୍ତମାନ। ଏଇଟା ଦେଶୀ ଅମୃତଭଣ୍ଡା ଯେଉଁଟା କୁହନ୍ତି, ଏଇଟା ଅମୃତଭଣ୍ଡା ହେଇଛି ଆ ଭିତରେ। ଏ ଅମୃତଭଣ୍ଡା ଗଛ ଏଇଟା ଅଛି, ଆଉ ଗୋଟେ ସେଠି ଥିଲା, ଏଇଟା ମରିଯାଇଛି। ଆଉ ଏଇଟା ହେଉଛି ତେଜପତ୍ର ଗଛ, ଯେଉଁଟା ଆମେ ଖାଇବାରେ ସବୁ ୟୁଜ୍ କରୁଛେ। ଏଇଟା ତେଜପତ୍ର ଗଛଟା ଲଗେଇଥିଲି 3-4 ମାସ ହେବ ଲଗେଇଥିଲି। ଏଇଟା ବଡ଼ ହେଇଗଲାଣି, ପାଖାପାଖି ବହୁତ ବଡ଼ ହେଇଗଲାଣି, 4 ଫୁଟର ହାଇଟ୍ର ଗଛ ହେଲାଣି ବର୍ତ୍ତମାନ। ଏଇଟା ତେଜପତ୍ର, ପତ୍ର ବି ସବୁ ଶୁଖିକି ପଡ଼ିଲାଣି ତଳେ, କାଲି ଦେଖିଲି ଗୋଟେ ପଡ଼ିଥିଲା ତଳେ। ଆଉ ଏଇଟା ହେଉଛି ଭୃଷଙ୍ଗ ଗଛ, ଭୃଷଙ୍ଗ ପତ୍ର ଯେଉଁଟା କୁହନ୍ତି, ଆମେ ସବୁ ୟୁଜ୍ କରାଯାଏ ଖାଇବା ଟାଇମ୍ରେ, ଡାଲି ଫାଲିରେ କିମ୍ବା ଡାଲମାରେ, ତରକାରୀରେ ସବୁ ୟୁଜ୍ କରାଯାଏ। ଏଠି ଗୋଟେ ସଜନା ଗଛ ଅଛି, ଆଉ ଏଠି ଗୋଟେ ଅଛି, ଆଉ ସେଠି ବି ଗୋଟେ ଅଛି, 3ଟା ସଜନା ଗଛ ଅଛି। ଆଉ ଏଠି ଗୋଟେ ଲେମ୍ବୁ ଗଛ ଅଛି, ଯେଉଁଟାକି ଗଙ୍ଗା କୁଳିଆ ଲେମ୍ବୁ ଯେଉଁଟା କୁହନ୍ତି। ଏଇଟା ଛୋଟ ଗଛଟା, ଆଦେହରେ ବି ଫଳ ହେଇଥିଲା, ବର୍ତ୍ତମାନ ପୁଣି ଫୁଲ ଆସିଗଲାଣି। ପୁଣି ଫୁଲ ଆସିଗଲାଣି, ଭଲସେ ଦେଖାଉ ଜୁମ୍ କରିକି, ଦେଖନ୍ତୁ ଫୁଲ ବି ଆସିଗଲାଣି, ପୁଣି ହେବ ଏଥିରେ, ବହୁତ ସାରା ଲେମ୍ବୁ ହେବ ଏଥିରେ। ତା ସହିତ ଲାଗିଛି ଏଗୁଡ଼ା ସବୁ ମୋର ଯେଉଁ ଗାଡ଼ିର ଡେକୋରେସନ୍ ହୁଏ କି ଷ୍ଟେଜ୍ର ଡେକୋରେସନ୍ ହୁଏ, ଏଗୁଡ଼ା ସେଇ ଗଛ। ଆଉ ଏଇ ଗଛକୁ କୁହାଯାଏ ଭିକ୍ଟୋରିଆ ଗଛ କୁହାଯାଏ। ଏଗୁଡ଼ା ସବୁ ଭିକ୍ଟୋରିଆ, ବଢ଼ିଆ ସୁନ୍ଦର ହେଇଛି ଦେଖନ୍ତୁ। ଏଗୁଡ଼ା ତ କଟା ହେଇଥିଲା ସବୁ, ମାନେ ପତ୍ର କଟା ହେଇକି ପଳେଇଛି, ଆଉ ସବୁ ପତ୍ର ପୁଣି ବାହାରିଲାଣି। ପୁଣି ସେ ଗାଡ଼ି କି ଷ୍ଟେଜ୍ କାମ ହେଲେ ସେଗୁଡ଼ା ସବୁ ଯିବ। ସବୁ ଭିକ୍ଟୋରିଆ। ଆଉ ଏଇଗୁଡ଼ା ହେଉଛି ଆକ୍ଚୁଆଲି ବଟର ଗ୍ଲାସ୍, ଏ ବି ସବୁ ଗାଡ଼ି ଆଉ ଷ୍ଟେଜ୍ରେ ସବୁ ୟୁଜ୍ କରାଯାଏ। ଏଗୁଡ଼ା ସବୁ ବଟର ଗ୍ଲାସ୍ ଗଛ, ଏଠି ଗୋଟେ ଲାଗିଛି, ସେଠି ଗୋଟେ ଲାଗିଛି, ତା ସେପଟେ ଗୋଟେ ଲାଗିଛି, ବଟର ଗ୍ଲାସ୍ ଗଛ ଲାଗିଛି। ଏଗୁଡ଼ା ସବୁ ଏସବୁ କଟା ହେଇକି ଯିବ, କଟା ହେଲା ପରେ ପୁଣି ଗଜରା ଦେଇକି ଗୋଟେ ପୁଣି ବଢ଼ିବ। ଆଉ ଏଗୁଡ଼ା ଆକ୍ଚୁଆଲି ଲାଗିଛି ଇରିକା, ସେଇଟା ବି ସବୁ ଗାଡ଼ିରେ ୟୁଜ୍ କରାଯାଏ। ସବୁ କିଛି ପତ୍ର କଟା ହେଇକି ଯାଇଥିଲା, ଆଉ କିଛି ସବୁ ପତ୍ର ପୁଣି ନୂଆ ବାହାରିଲାଣି। ଏଗୁଡ଼ା ସବୁ ଡିଜାଇନ୍ ହେଇକି ସବୁ ସାଇଜ୍ ହେଇକି କଟା ହୁଏ, ବଢ଼ିଆ ସେ ପତ୍ର ହେଇଛି। ଆଉ ସେ ଇରିକା ଗୁଡ଼ା, ଆଉ ସେପଟେ ଅଛି କାମିନୀ ଅଛି, ମୁଁ ଗଲେ ଦେଖେଇବି, ଅଲଗା ଆଡ଼େ କାମିନୀ ଅଛି। ଏସବୁ ଇରିକା ବି ଲାଗିଛି, ବହୁତ ସାରା ଲାଗିଛି ଇରିକା ଗୁଡ଼ା। ଏତିକ ଗଛ ଲାଗିଛି ଇରିକାରେ, ଇରିକା ପତ୍ର ସବୁ ଅଛି, ମାନେ ଇରିକା ପତ୍ର ଯେତେ ଅଛି ସବୁ କଟା ହେଇକି ଯାଇଥିଲା। ଦେଖିବେ ଗୋଟେ କଟା ହେଇକି ଯାଇଥିଲା ସବୁ, ପୁଣି ସେ ନୂଆ ନୂଆ ପତ୍ର ସବୁ ବାହାରିଲାଣି। ଏତେ ସବୁ ସାରା ଗଛ ଲାଗିଛି, ଆହୁରି ବି ବହୁତ ଜିନିଷ ଅଛି ଆ ଭିତରେ, ମୁଁ ଦେଖାଉଛି ବର୍ତ୍ତମାନ। ଆହୁରି କିଛି ଗଛ ଅଛି ଏପଟେ, ମାନେ ସେ ସବୁ ତ ଗଲା। ଏଠି ଲାଗିଛି ଆମ୍ବ ଗଛ ଲାଗିଛି। ଏଇ ଯେଉଁ ଆମ୍ବ ଗଛଟା, ଏଇଟା ହେଉଛି କଲିମି ଆମ୍ବ ଗଛଟା କୁହନ୍ତି। ଆଉ ଏଇଟା ଆମ୍ବ 6 ମାସରେ ଫଳିବ। ଆଉ ମୁଁ ଆଣିକି ଲଗେଇଥିଲି ଚାରା ଯେତେବେଳେ, ଏଇଟା ବହୁତ ଦାମିକା ଚାରା ନେଇଥିଲା। ଏଇ ଗଛଟା ଫଳିବ 6 ମାସରେ ଫଳିବ, ମାନେ ଏଇଟା ଲାଗିଲାଣି 2 ମାସ ଖଣ୍ଡେ ଲାଗିଲାଣି, ପାଖାପାଖି ରଜ ବେଳକୁ ଫଳିବ ଏଇଟା ବୋଧେ ମୋତେ ଲାଗୁଛି। ଯେଉଁ କହୁଥିଲି ଆମ୍ବ ଗଛ, ଦେଖନ୍ତୁ ଏ ଗଛରେ ମାନେ ବଉଳ ହେଇନି ବର୍ତ୍ତମାନ ସୁଦ୍ଧା, ବଉଳ ଆସିନି, ଯେଉଁଟା ସମସ୍ତଙ୍କ ପାଖରେ ଅଛି, ପାଖାପାଖି ସମସ୍ତଙ୍କ ବାଡ଼ିରେ। ଏଥିରେ ବଉଳ ହେଇନି।
ଆଉ ସେପଟେ ଯେଉଁଟା ଅଛି ଏଇ ଯେଉଁଟା ଏଥିରେ ବଉଳ ହେଲାଣି। ମୁଁ ଯାଇକି ଦେଖାଉଛି ଏଇଟା 6 ମାସରେ ଫଳେ, ମାନେ ବର୍ଷକୁ 2 ଥର ଫଳେ। 12 ମାସି ଆମ୍ବ ଯେଉଁଟା ମୁଁ ଦେଖାଉଛି ସେଠି। ଦେଖନ୍ତୁ ଏଇଟା ବଉଳ ଆସିଗଲାଣି ବର୍ତ୍ତମାନ। ଦେଖନ୍ତୁ ଏଇଟା ବଉଳ ଆସିଗଲାଣି। ଏଇଟା 6 ମାସରେ ଥରେ ଲେଖା ଫଳିବ, ବର୍ଷକୁ 2 ଥର। ଏଇ ଆମ୍ବଟା ଏଇଟା 12 ମାସି ଆମ୍ବ କୁହାଯାଏ ଏଟାକୁ। ଆଉ ଏଇଟା ଲାଗିଛି କଦଳୀ ଗଛଟା, କାବୁଲ କଲା କଦଳୀ ଯେଉଁଟା ଛୋଟ ଛୋଟ ଗଛ ଯେଉଁଟା ଫଳେ ବହୁତ ଲମ୍ବା ଲମ୍ବା କାନ୍ଦି ଭଳିଆ ହେଇକି। ଏଇଟା ଲାଗିଛି ସେଇ 6-7 ମାସ ହେବ ଲାଗିଛି, କିନ୍ତୁ ଆଉ ମାସେ ଭିତରେ ବୋଧେ ଲାଗିଯିବ, ମାନେ ଲାଗୁଛି ଆସିଯିବ ତାର ଫଳ ଆସିଯିବ। ଯେଉଁଟା କାନ୍ଦି ବାହାରେ ଯେଉଁଟା ସେଇଟା ଆସିଯିବ। ଆଉ ସେଠି ବି ଗୋଟେ ଲାଗିଛି, ସେଠି ଗୋଟେ ଲାଗିଛି। ଏଇଟା ବି ସେମିତିଆ ଗଛଟା, ଛୋଟିଆ ଗଛଟା ଅଛି, କିନ୍ତୁ ଏଥିରେ ବି ଆସିଯିବ, ଫଳ ଆସିଯିବ ଅଳ୍ପ ଦିନ ଭିତରେ। ଏଗୁଡ଼ା ସବୁ ପୁଦିନା ଗୁଡ଼ା ଲାଗିଥିଲା, ମାନେ ଛାଇ ପଡ଼ିକି ପାଉଁଶ ପତ୍ର ପଡ଼ିକି ଏଟା ସବୁ ମରିଗଲାଣି। ଏ ଗଛ ଗୋଟେ ସବୁ ପୁଦିନା, ମୁଁ ଜୁମ୍ କରି ଦେଖାଉଛି ପାଖରେ ଦେଖନ୍ତୁ। ଗୋଟେ ସବୁ ପୁଦିନା ଲାଗିଥିଲା, ସବୁ ମାନେ ତା ଯତ୍ନ ନିଆ ହେଲାନି ବୋଲି ଏସବୁ ପୁରା ମାଡ଼ି ଯାଇଥିଲା, ସବୁଆଡ଼େ ମାଡ଼ି ଯାଇଥିଲା, ଏଗୁଡ଼ା ସବୁ ମରିଗଲାଣି। ଆଉ ଏଗୁଡ଼ା ହେଉଛି ଧଣିଆ ଗଛ। ଏଇଟା କି ଧଣିଆ କହନ୍ତି ମୁଁ ଜାଣିନି, କିନ୍ତୁ ଧଣିଆ ଗଛ ବହୁତ ସୁନ୍ଦର ଲାଗେ ଖାଇବା ପାଇଁ। ଆର ବି ମଞ୍ଜି ହେଲାଣି, ମଞ୍ଜିକୁ ନେଇକି ବି ଯଦି କିଏ ପକେଇବ ବାରିରେ, ତାଙ୍କର ବାରିରେ ବି ସେ ଗଛ ଉଠିବ। ଆଉ ମଞ୍ଜି ଉଠିଲାଣି, ମଞ୍ଜି ବାହାରିଲାଣି ଗଛ ବି। ଏଗୁଡ଼ା ସବୁ ଧଣିଆ ଗୋଟେ ପ୍ରକାରର ଇଏ। ଆଉ ପୁଦିନା ବହୁତ ସାରା ପୁଦିନା ହେଇଥିଲା, ଏଗୁଡ଼ା ସବୁ ମାନେ ନଷ୍ଟ ହେଇଗଲାଣି, ମରିଗଲା ସବୁ। ବାଉଁଶ ପତ୍ର ଯେହେତୁ ଇଏ ହେଲା ପଡ଼ିକି ବାଉଁଶ ବାଡ଼ି ଅଛି। ଆଉ ସେଇଠି ଟ୍ୟାପ୍ ଲାଗିଛି। ଏଇଟା ପାଣି କୁଣ୍ଡ ଅଛି, ଏଠି ପାଣି କୁଣ୍ଡ କରି ଗଛରେ ପାଣି ଦେବା ପାଇଁ ଏଠି ପାଣିର କୁଣ୍ଡ ଗୋଟେ କରିଦେଇଛି। ଆଉ ସେଠୁ ନେଇକି ଏଠି ଦେବା ପାଇଁ ସୁବିଧା ହେଉଛି, କାହିଁକିନା ଏଠି ଜାଲି ଘର ଘେରା ହେଇକି ରହିଛି। କାହିଁକିନା ଏଠି ଯେଉଁ ଛେଳି କି ଗାଈ ସବୁ ପଶିକି ଖାଇଦେବେ ବୋଲି ସବୁ ଜାଲି ଘେରା ହେଇକି ରହିଛି। ଏଟା ସବୁ ସେପଟକୁ ଲାଗିଲେ ଏମିତି। ଏଠି ଟମାଟୋ, ଆଉ ଏଟା ଯେଉଁ ବିମ୍, ତା ସହିତ ଏଠି ଲାଗିଛି ଗୁଆ, ତା ତଳେ ଲାଗିଛି ସବୁ ପୋଇ, କେଉଁଥିରେ ଲାଗିଛି ପୋଇ। ଏଇ ଦୁଇ ସାଇଡ଼୍ରେ କାକୁଡ଼ି ଆଉ କଲରା। ଏଟା ହେଉଛି ଖଟା ପାଳଙ୍ଗ, ସେପଟରେ ପାଳଙ୍ଗ। ସେପଟରେ ଲାଗିଥିଲା ସେ ଯେଉଁ ଭିତର ପଟଗୁଡ଼ା, ସେଇଟା ହେଉଛି ଲାଗିଛି ଯେଉଁ କୁହନ୍ତି କ'ଣ ସେଇଟା କୁହନ୍ତି, ଧଳା କୋଶିଳା ଯେଉଁ କୁହନ୍ତି, କୋଶିଳା ଶାଗ ଲାଗିଥିଲା। ସେପଟେ ଲାଗିଛି କଳମ ଶାଗ, ସେପଟେ ଲଙ୍କା, ତା ସହିତ ଗୋଟେ ସବୁ ଇରିକା, ଗୋଟେ ବଟ ଗ୍ଲାସ୍, ଏସବୁ ଲାଗିଛି।